द्वादश अध्याय अनंत हंस संवाद। सुत उवाच कहउछन्ति सुत मुनि शुणन्ति मुनि अनंत विप्र कहई शुण महाराय पक्षी रूप तेजी हेले से परमहंस मानिनी बोइला आहे माया विपुरुष तुम्बे भिकु बेशधारी मद्वारे भिकारी मते किछि भिक्षा दियो आहे तपचारी महर स्वामी अटंती एही द्विजवर श्रीक्षेत्र रे वास कलु छाड़ी घर द्वार गोविंद द्वादशी जुग पड़िला सागरे स्नान करन्ते मो स्वामी समुद्र जल रे लहरी रे बुड़ी गले न देखिली तांकु 40 बरस हेला गलेनी आजकु श्री जगन्नाथंकु सेवा करे स्वामी पाई आज स्नान करुथिली समुद्र रे मुही सखींक मेले देखिली जलरू उठिले आंब को देखी पारणा करिबु बइले आचंबित हेलु आंबे तांकु तहु देखी पचारिली आजी जाए नइल काहींकी काहीं थिल कह विप्र कपट न करी ए विप्र बइले थिलु ए समुद्र बारी आंबे बइलु भितरे अछि कि द्रव्य शुणी सन्तोष हइबु आंबे सखी सर्व यदि ज बइले किछि नाही ता भितरे देखिलु जे सुख नाही एहांक मनरे जेते मते पचारिलु किछि न कहंती शयन भोजन तेजी निरते भाळंती नाना व्याधिरे ग्रस्त हेलेनी ए द्विज तुम्भको भेटिली मोर भाग्य बळे आज औषधि मूल मूलिका जंत्र मंत्र जेते विष पिता मणंतीए थोइले अग्रते आहे प्रभु तुम्भ पादे एही भिक्षा मोर स्वामी की मु भल करी दिय मुनिवर मानिनी मु खुए मंत शुणी से सन्यासी आंब को चाहि बइले किंचितरे हसी हे अनंत द्विज तुम्बे वृद्ध शर्मा घरे क्रीड़ा करुथिल तांक दुहिता संगरे तुम्भर सेही भारिजा नाम चारुमती स्वर्ग अपसरा प्राय सुंदरी युवती तार गर्भु 5 पुत्र जनमिले तर धन रत्ने परिपूर्ण तुम्भर भंडार जानती तो 7-5 खंडी ग्राम लुके तुम्भर पाद सेवंती से ग्रामे अनेके सौध अट्टाली कोठा तुम्भर बहुत जही की अमरावती हई बलांछित तुम्बे ज्येष्ठ पुत्र बुध विवाहर दिन पुरु बाहारी समुद्रे करुथिले स्नान कि रूपे आसी मिलिल एही क्षेत्रवरे रहिल एही मानिनी सुंदरी गृह
ତୁମ୍ଭ ପ୍ରଥମ ଭାରିଜା ଏହି ଶୁଭ୍ର କେଶୀ 30 ବରଷ ଯୁବା ପ୍ରାୟ ତୁମ୍ଭେ ଦିଶି ତୁମ୍ଭକୁ 70 ବର୍ଷ ହୋଇଥିଲେ ତହିଁ କାହୁଁ ବା ଅଇଲ ତୁମ୍ଭେ ରହିଥିଲ କାହିଁ ଇନ୍ଦ୍ରଜାଲ ବିଦ୍ୟା ପ୍ରାୟ ଲାଗେ ଆଚମ୍ବିତ ମାନିନୀଙ୍କି ଛାଡ଼ି ତହିଁ ରହିଲ କେମନ୍ତ 5 ପୁତ୍ର ଗୁରୁମତି ଭାରିଜା ପାଶୋରୀ ଧନ ଭଣ୍ଡାର ବାନ୍ଧବ ଜନ ତ୍ୟାଜ୍ୟ କରି ଏଠାରେ ଆସି ରହିଛି ଏ ବଡ଼ ବିଚିତ୍ର ମୁଁ ପରମହଂସ ଭିକ୍ଷୁ ସାଧୁ ମୋ ଚରିତ୍ର ଆମ୍ଭ ଦୁହିଁଙ୍କ ସମ୍ବାଦ ହୋଇଲା କେମନ୍ତେ ଏଥୁ ଅଧିକ ଅଦ୍ଭୁତ ଅଛି କି ଜଗତେ ଏ ସଂସାର ଉନ୍ନମତ ଶିଶୁ ପ୍ରାୟ ଭ୍ରମେ ଯାହା ଯାହା କରଇ ତା ପାଶୋରଇ କ୍ରମେ ଏଣୁ ଶ୍ରୀ ବିଷ୍ଣୁର ମାୟା ଅତି ଅଗୁଚର ତାକୁ କେହି ଜିଣିବାକୁ ନାହିଁ 3 ପୁର ଶ୍ରୀ ବିଷ୍ଣୁର ମାୟା ଚକ୍ରେ ପଡ଼ି ଭ୍ରମି ମୋହେ ଭଲ ମନ୍ଦ ସୁଖ ଦୁଃଖ ସବୁ ପୁଣି ସହେ ଏମତେ ସନ୍ନ୍ୟାସୀ ମତେ ବୁଝାଇଲେ ଜ୍ଞାନ ମାୟାରେ ପଡ଼ି ସନ୍ତୋଷ ନହିଲା ମୋ ମନ ବିଷ୍ଣୁ ମାର୍କଣ୍ଡେୟ ସମ୍ବାଦ ମୋର ମନ ନ ଭୁଲିବା ଜାଣି ସେହି ହଂସ ବଇଲେ ଦ୍ୱିଜ ମନକୁ ନ କର ବିରସ ଅତି ପୁରାତନ କଥା କହୁଅଛି ଶୁଣ ଶୁଣିଲେ ମାୟା ପଟଳ ତୁଟିବ ତକ୍ଷଣ ମାୟା ତୁଟିଲେ ଅଜ୍ଞାନ ତମ ନ ରହିବ ଜ୍ଞାନ ଉଦୟ ହୋଇ ମନ ପବିତ୍ର ହୋଇବ ପୂର୍ବେ ଥିଲେ ମାରକଣ୍ଡ ନାମେ ଏକ ଋଷି ସେ ଅତି ବୃଦ୍ଧ ମୃକଣ୍ଡ ଋଷିଙ୍କର ଶିଶି ତପସିଦ୍ଧ ପୁରୁଷ ସେ ପୁଣି ମହାଜ୍ଞାନୀ ତାହାଙ୍କ କଥା କହିବା ଶୁଣ ବିପ୍ରମଣି ପଚାରିଥିଲେ ସେ ବିଷ୍ଣୁ ମାୟା ଶ୍ରୀ ବିଷ୍ଣୁଙ୍କୁ ପ୍ରସନ୍ନେ ଯା କହିଥିଲେ ଶ୍ରୀ ବିଷ୍ଣୁ ତାହାଙ୍କୁ ଦେଖାଇଥିଲେ ଆପଣା ମାୟା ତାଙ୍କୁ ହରି ପ୍ରଳୟ ଅନ୍ତେ ଗର୍ଭରେ ମାୟାକୁ ବିସ୍ତାରି ସାକ୍ଷାତ ଦେଖି ପୁଣି ସେ ମୁନି ମାରକଣ୍ଡ ଶ୍ରୀ ବିଷ୍ଣୁ ଗର୍ଭରେ କୋଟି କୋଟି ଯେ ବ୍ରହ୍ମାଣ୍ଡ ତଥାପି ତାଙ୍କ ମନରେ ରହିଲା ସଂଶୟ ଦିନେ ବିଷ୍ଣୁଙ୍କୁ ବଇଲେ ହେ ଦେବାଧିରାୟ କୃପା କରି କହ ମତେ ତମାୟା ବିସ୍ତାରି ବିଷ୍ଣୁର ପରମ ଭକ୍ତ ସେହି ତପଚାରି ତେଣୁ ତା ଭକତି ଭାବ ଘେନି ନାରାୟଣ ବଇଲେ କହିବା ଏବେ ଶୁଣ ତପୁଧନ ମହାପ୍ରଳୟ ଦେଖିଲା ଯାହା ମଉଦରେ ସେହି ମତାମସୀ ମାୟା ସୃଷ୍ଟି ନାଶ କରେ ମୋହର ରାଜସୀ ମାୟା ପ୍ରାଣୀଙ୍କି ମୋହଇ ବେଶ୍ୟା ଯେମନ୍ତେ ଯୁବକ ମନକୁ ହରଇ ମଦ ମତ୍ସର ଲୋଭକୁ କରଇ ବିସ୍ତାର ଆପଣା ବସେ ରଖିଛି ଅଖିଳ ସଂସାର ସେ ମାୟା ବ୍ୟାପି ରହିଛି କିଟୁ ବ୍ରହ୍ମ ଯାଏ 14 ବ୍ରହ୍ମାଣ୍ଡ ଲୀନ ଯେ କାଳେ ପ୍ରଳୟେ ମତେ ଆଶ୍ରା କରି ପୁଣି ରହିଥାଇ ସେହି ସାତ୍ତ୍ୱିକୀ ମାୟା ମୋହର ଭକ୍ତ ଠାରେ ଥାଇ ଭୋମନି ଜଣାମ ମାୟା ତ୍ରିଗୁଣେ ଜଡ଼ିତ ପ୍ରଳୟ ତାହାକୁ ଜ୍ଞାନୀ ହୁଅଇ ନିଶ୍ଚିନ୍ତ ପୁଣି ଯେତେବେଳେ ସୃଷ୍ଟି କରିବାକୁ ଭାଳେ ମୋହଠାରୁ ପରତତ୍ତ୍ୱ ଉପୁଜେ ସେ କାଳେ ସେ ମାୟା ପ୍ରକୃତି ରୂପେ ହୁଅଇ ସମ୍ଭୂତ ମାଳର ସଂଯୁଗେ ତହୁଁ ଜାତ ମହାତତ୍ତ୍ୱ
ଜଗତ ତହୁଁ ଜାତ ହେଲା ଅହଙ୍କାର। କାଳ ପ୍ରକୃତି କରନ୍ତି ତ୍ରିଗୁଣ ବିସ୍ତାର। ସେ ତିନି ଗୁଣରୁ ଜାତ ବ୍ରହ୍ମା ବିଷ୍ଣୁ ଶିବ। ଗୁଣମୟ ପଞ୍ଚଭୂତ ତହିଁରୁ ସମ୍ଭବ। ଏକାବେଳେ ଜାତ ହୋଇ ପଞ୍ଚମହାଭୂତ। ପ୍ରକୃତି ବ୍ରହ୍ମକୁ ଆଶ୍ରା କରନ୍ତି ତ୍ୱରିତ। କୀଟୁ ବ୍ରହ୍ମ ଯାଏ ପ୍ରାଣୀ ତହୁଁ ଜାଣ ଜାତ। ଦେବତା ନର କିନ୍ନର ଅସୁର ସମ୍ଭୂତ। ଚାରିଖାନି ଜୀବଜନ୍ତୁ ନିର୍ଜୀବ ସଜୀବ। ଏ ସକଳ ଜାଣ ହେଲା ତହିଁରୁ ଉଦ୍ଭବ। ପରମ ପୁରୁଷ ଠାରୁ ଜୀବର ସମ୍ଭବ। ମର ମାୟାରେ ଜଡ଼ିତ ସର୍ବଦା ସେ ଜୀବ। ପିଣ୍ଡ ଆଶ୍ରାରେ ସେ ଜୀବ ସଦା ରହିଥାଇ। ସଂସାର କରିବା ପାଇଁ ଉଦବେଗ ହୋଇ। ମୂର୍ଖପଣେ ଆତ୍ମାଗତି ନ ଭାଳଇ ମନେ। ତ୍ରିଗୁଣ ମାୟାରେ ଜଡ଼ିଥାଏ ସବୁଦିନେ। ମୋ ମାୟା ବଳ ମହିମା ଅତି ଅଗୁଚର। ଆପଣା ବସେ ରଖିଛି ନିଖିଳ ସଂସାର। ଗୋରୁ ନାକରେ ଦଉଡ଼ି ଲଗାଇ ଯେ ମନ୍ତେ। ଯେଣେ ଉଟାରନ୍ତି ତେଣେ ଯାଏ ଅନାୟତେ। ରଜୁରେ ବାନ୍ଧି ପକ୍ଷୀଙ୍କୁ ଭ୍ରମାନ୍ତି ଯେ ସନ। ତ୍ରିଗୁଣ ରଜୁରେ ଜୀବ ଭ୍ରମେ ଅନୁକ୍ଷଣ। ଜ୍ଞାନୀ ଗୁଣମୟ ମାୟା ଜାଲ କାଟି ଦେଇ। ନକ୍ର ପ୍ରାୟ ଘୋର ଭବ ଜଳୁ ତରି ଯାଇ। ନକ୍ର ସଙ୍ଗେ ସଙ୍ଗେ ମତ୍ସ୍ୟ କଚ୍ଛପ ଯେ ସନ। ଜ୍ଞାନୀ ଜନ ସଙ୍ଗେ ସଙ୍ଗେ ସତ ସଙ୍ଗୀ ଜନ। କହିଲେ ସେ ସୁତ ମୁନି ଆହେ ମୁନି ଗଣେ। ଈଶ୍ୱର ମାୟା ବ୍ୟାପିଛି 14 ଭୁବନେ। ସେ ମାୟା ସିନ୍ଧୁରେ ନାବ ଈଶ୍ୱର ଭକତି। ଶ୍ରୀ ବିଷ୍ଣୁ ଦୟା କଲେ ସେ ମାୟାରୁ ବିରତି। ଅନନ୍ତ ବିପ୍ରର ମାୟା ନିରସନ। ଶୌନକ ଉବାଚ ମାରକଣ୍ଡ ବାମଦେବ ବଶିଷ୍ଠଙ୍କୁ ଘେନି। ସକଳ ମୁନି ସୁତଙ୍କ ମୁଖୁ ଏହା ଶୁଣି। ଆଦର କରି ବଇଲେ କହ ମୁନିବର। ଭବିଷ୍ୟ ଗ୍ରନ୍ଥ କଳ୍କି ପୁରାଣର ଯେ ସାର। ଜୀବନ୍ତେ ମୁକତ ହେବୁ ସେ ପୁରାଣ ଶୁଣି। ଅମୃତମୟ ଅନନ୍ତ ବିପ୍ରର ଯେ ବାଣୀ। ମୁନିଙ୍କ ମୁଖୁ ଏ ମନ୍ତ ଶୁଣି ମୁନି ସୁତ। ଆନନ୍ଦ ମନେ ବଇଲେ ଶ୍ରୀ ବିଷ୍ଣୁ ଚରିତ। ସୁତ ଉବାଚ ଆହେ ମୁନି ମାନେ ଶୁଣ ଭକ୍ତିର ସସାର। ଶୁଣିଲା ମାତ୍ରକେ ସୁକ ମହ ହେବ ଦୂର। ରାଜାଏ ପୁଣି କହିଲେ ଅନନ୍ତ ବିପ୍ରଙ୍କୁ। ତହିଁକି କରିଲୁ କହ ସେ କଥା ଆମ୍ଭଙ୍କୁ। ଅନନ୍ତ ବିପ୍ର ବଇଲେ ଶୁଣ ନୃପଗଣ। ଧୈର୍ଯ୍ୟ ଧରି ମନକୁ କରିଣ ବନ୍ଧନ। ମନକୁ ବାନ୍ଧିଲେ ଇନ୍ଦ୍ର ଗଣ କରି ବଶ। ଇନ୍ଦ୍ରିୟ ନିରୁଦ୍ଧ ତପ କରି ସହି କ୍ଲେଶ। ଲୋଭ ମୋହ ବିନାଶର ମୂଳ ଜାଣ ତପ। ଏମନ୍ତ ଶୁଣି ପୁଥିଲେ ପୁଣି ସର୍ବନୂପ। ତପର ବିଧି ବିଧାନ କହ ବିପ୍ରମଣି। ନିସ୍ତାର ପାଇବୁ ଆମ୍ଭେ ତବ ମୁଖୁ ଶୁଣି। ଅନନ୍ତ ବିପ୍ର ଉବାଚ କହୁଅଛୁ ମନ ଦେଇ ଶୁଣ ସର୍ବନୂପ। ବନକୁ ଯାଇ ନିର୍ମଳ ସ୍ଥାନେ କରି ତପ। ପ୍ରାଣାୟାମ କରି ଦୃଢ଼େ ପବନକୁ ବାନ୍ଧ। ମନକୁ ବାନ୍ଧିନେ ତହୁଁ ଇନ୍ଦ୍ରିୟଙ୍କୁ ରୁଦ୍ଧ। ବ୍ରହ୍ମକୁ ଧ୍ୟାନ କରନ୍ତେ ଗଲା କେତେ ଦିନ।
ପୁତ୍ର ଭାରି ଯା ବିଷୟ ଆଦି ଯେତେ ଧନ ମନରେ ପଡ଼ନ୍ତେ ମୋର ହେଲି ଅସ୍ତବ୍ୟସ୍ତ ତାଙ୍କ କଥା ଭାଳି ଦୁଃଖ ସୁଖେ ହେଲି ଗ୍ରସ୍ତ ସେହି ଦୁଃଖ ସୁଖ ପୀଡ଼ା ହେଲା ମୋ ପ୍ରାଣକୁ ଲୁଭେ ପଡ଼ି ଜୟ କରି ନ ପାରିଲି ତାଙ୍କୁ ତେଣୁ ଉପୁଜିଲା ମୋର ଚିତ୍ତେ ମହାଭୟ ଧ୍ୟାନ ଧାରଣା ସକଳ ନାସିଲା ବିଷୟ ଜାଣିପାରି ଚିନ୍ତା କଲି ପ୍ରଭୁ ଆଦି ମୂଳ ତାଙ୍କ ପ୍ରସାଦୁ ମୋ ମନ ହଇଲା ନିଶ୍ଚଳ ଜ୍ଞାନର ବିଉଦେ ହୃଦ ପଦ୍ମ ପ୍ରଫୁଲ୍ଲିତ ପୁଣି ଇନ୍ଦ୍ରିୟ ଗଣକୁ କଲି ବଶୀଭୂତ ଇନ୍ଦ୍ରିୟ ମାନେ ରୁଧନ୍ତେ ପୁଣି ମୋର ମନ ଅପଥ ଛାଡ଼ି ସୁପଥେ କଲା ସେ ଗମନ ବ୍ରହ୍ମ ମାର୍ଗେ ରହି ବ୍ରହ୍ମ ଧ୍ୟାନ ଆଶ୍ରା କଲା ଏମନ୍ତେ ମନ ଇନ୍ଦ୍ରିୟ ନିରୁଦ୍ଧ ହଇଲା ଏଥିରେ ସଂଶୟ କିଛି ନାହିଁ ନର ରାଏ ଉନ୍ମତ୍ତ ମନକୁ ମ ତେଣୁ ମହାଭୟେ ତହୁଁ ଇନ୍ଦ୍ରିୟଙ୍କ ଅଧିଷ୍ଠାତା ଦେବଗଣ ଆରତସରେ ସେ କଲେ ମୋ ଆଗେ ରୁଦନ ଦେହବନ୍ତ ହୋଇ ମତେ ବଇଲେ ଏମନ୍ତ ତୁମ୍ଭର ଦେହ ଦେବତା ଆମ୍ଭେ ଅନନ୍ତ ଅଗ୍ନିବାୟୁ ଇନ୍ଦ୍ରଚନ୍ଦ୍ର ଅଶ୍ୱିନୀ କୁମାର ଦିଗମିତ୍ର ବିଷ୍ଣୁଦେବ ବରୁଣ ଆବର ଏହି ଦଶ ଆମ୍ଭେ ତୁମ୍ଭ ଇନ୍ଦ୍ରିୟ ଦେବତା ନିରତେ ଥାଉ ତୁମ୍ଭର ଶରୀରେ ସର୍ବତା ତୁମ୍ଭ ମଙ୍ଗଳ ସାଧନେ ଥାଉ ଆମ୍ଭେ ରହି ତୁମ୍ଭ ହସ୍ତ ନଖ ଅଗ୍ରେ ନୀତି ପୂଜା ପାଇ ମନକୁ ଆପଣା ବସେ ରଖି ଦ୍ୱିଜବର କର୍ମ କଲେ ଚତୁର୍ବର୍ଗ ଦେବେ ସେ ତୁମ୍ଭର ଆମ୍ଭର ସୁଖ ବିନାଶ କଦାପି ନ କର ଆମ୍ଭେ ନାଶ କଲେ ଦ୍ୱିଜ ନିଶ୍ଚେ ମୃତ୍ୟୁତର ଅନ୍ଧ ବଧିର ବିକଳ ଅଙ୍ଗ ପ୍ରାଣୀ ଯେତେ ଫଳମୂଳ ଜଳ ଖାଇ ରହନ୍ତି ବନସ୍ତେ ତୁମ୍ଭର ମନ ବିଷୟ ରସେ ଅଛି ରସି ଏଘୁର ବନେ କିମ୍ପାଇଁ ତପ କର ବସି ବୁଦ୍ଧି ଭାରି ଯାହିଁ ଆମ୍ଭେ ମନର ଅଧୀନ କର୍ମର ଅଧୀନ ଜୀବ କରଣତା ମନ ସଂସାରର ହେତୁ ଜାଣ ଏ ମନ ଅଟଇ ବନ୍ଧନ ପୁଣି ମୁକତି ଏ ମନ ଦିଅଇ ବ୍ରହ୍ମା ଆଦି ଦେବତାଙ୍କୁ ବାନ୍ଧିଛି ଏ ମନ ତେଣୁ ଏ ମନକୁ କର ଆଗତୁ ଅଧୀନ ଶୁଦ୍ଧ ଚିତ୍ତେ କର ଦ୍ୱିଜ ଶ୍ରୀ ବିଷ୍ଣୁ ଭକତି ଶ୍ରୀ ବିଷ୍ଣୁ ଭକତି କଲେ ସୁଖ ମିଳେ ନୀତି ଏ ଜୀବ ମୁଖର ମୂଳ ବିଷ୍ଣୁ ଭକ୍ତ ଜାଣ ସକଳକୁ କର୍ମ ଯାକ କରଇ ଦହନ ଦୈତ୍ୟକୁ ଦିଏ ସେହି ଅଦୈତ୍ୟକୁ ଦିଏ ଆନନ୍ଦର ସନ୍ଦୁହ ସେ ନିରାନନ୍ଦମୟେ କାମ କ୍ରୋଧ ଆଦି ରିପୁ କରଇ ଦହନ ଜୀବ ଗଲା ପରେ କରେ ବୈକୁଣ୍ଠ ଦାନ ଦିଅଇ ସେ ସଦଗତି ଶ୍ରୀହରି ଭକତି ଅଳ୍ପ ଦିନେ ପାଇବୁ ନିଶ୍ଚେ ତୁ ମୁକତି ଏମନ୍ତେ ତାଙ୍କ ବଚନେ ଶ୍ରୀ ବିଷ୍ଣୁ ସେବିଲି ଦାରା ପୁତ୍ର ଧନ ସ୍ନେହ ଆଦି ଦୂର କଲି ପତ୍ର ପବନ ଆହାର କରି ଘୂର ବନେ ଶ୍ରଦ୍ଧା ଭକ୍ତିରେ ପୂଜିଲି ଶ୍ରୀ ବିଷ୍ଣୁ ଚରଣେ ମୋହ ମାୟା ଆଦି ଛାଡ଼ି ପଳାଇଲେ ମତେ ତିନି ଲୋକ ସାଧିଲି ମୁଁ ଏମନ୍ତ କରନ୍ତେ ଶ୍ରୀ ବିଷ୍ଣୁ ପ୍ରସାଦେ ଏହି ରୂପେ ମୁଁ ବିହରି ପାରି ହେବା ପାଇଁ ଗୁର ସଂସାର ଏ ବାରି ଆଶ୍ରା କଲି ହରିପଦ ଭକ୍ତି ନାବସାର କୃଷ୍ଣ ପଦ ଅରବିନ୍ଦ ପୂଜା କରିପାର ଆସିଛି ଏ କଳ୍କି ରୂପୀ ବିଷ୍ଣୁ ଦର୍ଶନେ ଏମନ୍ତ କହି ପ୍ରଣମି ଶ୍ରୀ କଳ୍କି ଚରଣେ କଳି କଳୁଷ ଅନ୍ତକ ଦେଖି କୃତ୍ୟ କୃତ୍ୟ ଅରୂପ ରୂପକୁ ଦେଖି ହୋଇ ଆନନ୍ଦିତ
ଆପଣଙ୍କ ଶ୍ରୀପଙ୍କଜ ଚରଣ ସ୍ପରଶେ ପରମ ସୁଖ ଲଭିଲି ଆଜି ମୋ ମାନସେ। ଅବାଚ୍ୟଙ୍କ ମୁଖ ଶୁଣି ଅପୂର୍ବ ବଚନ ଭାଗ୍ୟ ବଳେ ପାଇଲି ମୁଁ ଆଜି ଆତ୍ମଜ୍ଞାନ। ଏମନ୍ତେ ଅନନ୍ତ ବିପ୍ର କରି ନାନା ସ୍ତୁତି ବାରମ୍ବାର କଳ୍କି ପାଦେ କରିଣ ପ୍ରଣତି। ପୁଣି ସେ ବଇଲା କର ଦୁଇ ଯୋଡ଼ି ଶିରେ ନମୁ ନମୁ ନାରାୟଣ ଶରଣ ପୟରେ। ନମସ୍ତେ ନମସ୍ତେ ପ୍ରଭୁ କମଳ ନୟନ ନମସ୍ତେ ନମସ୍ତେ କଳ୍କି ରୂପୀ ଜନାର୍ଦ୍ଦନ। ନମସ୍ତେ ନମସ୍ତେ ପଦ୍ମାଳୟାକାନ୍ତ ହରି ପୃଥିବୀର ଭାରାଭର ନିବାରଣକାରୀ। କଳି କଳୁଷ ନାଶନ ବ୍ରହ୍ମାଣ୍ଡ କାରଣ ଏମନ୍ତେ ସ୍ତୁତି ପ୍ରଣାମ କରି ଶ୍ରୀଚରଣ। ଶରଣ ପଶି ମେଲାଣି ମାଗିଲା ଅନନ୍ତ ଶ୍ରୀମୁଖରୁ ଆଜ୍ଞା ପାଇ ଚଳିଲା ତ୍ୱରିତ। ଅନନ୍ତ ମୁନିର ମୁଖୁ ଅମୃତ ବଚନ ଶୁଣି ମୁକତି ପଥକୁ ଲଭିନୁ ପଗଣ। ଶ୍ରୀକଳ୍କି ପଦ୍ମାଳୟା ପାଦ ପଦ୍ମ ପୂଜି ପୁନ ପୁନ ପ୍ରଣମି ସେ ମୁନି ବ୍ରତେ ମଜି। ଜୀବନ ଯାପନ କଲେ ଅତି ହରସରେ ଏଥୁ ଅନ୍ତେ ଆନବାଣୀ ଶୁଣ ବିଜ୍ଞନରେ। ସୁତ ଉବାଚ ଅନନ୍ତ ମୁନିର ଏହି ସୁଧା ସାର ବାଣୀ ଘୋର ଅଜ୍ଞାନ ଅନ୍ଧାର ବିନାଶକାରିଣୀ। ଶ୍ରଦ୍ଧାରେ ଯେ ବଣ ଜନ ପଢ଼ଇ ଶୁଣଇ ସକଳ ଶତ୍ରୁ ବିନାଶୀ ମାୟାକୁ କାଟଇ। ସକଳ ପାପ ବିନାଶୀ ବିଷ୍ଣୁ ଲୋକେ ବସେ ସଂସାର ବନ୍ଧୁ ମୁକତ ହୁଏ ଅନାୟାସେ। ମହାଜ୍ଞାନୀ ହୋଇ ପାଏ ସଂସାରେ ଆଦର ଭବ ସମୁଦ୍ରରେ ଆଉ ନ ପଡ଼େ ସେ ନର। ଶ୍ରୀ ବିଷ୍ଣୁ ସେବାରେ ଯାର ଦୃଢ଼ ଭକ୍ତି ଥାଇ ପରକି ଆପଣା ଜ୍ଞାନ ତାଠାରେ ନ ରହି। ମହାଧର୍ମବନ୍ତ ସେହି ଭଲାଇ ସଂସାରେ ଅଜ୍ଞାନ ରାହୁକୁ ନାଶେ ଜ୍ଞାନ ଖଡ଼ଗରେ। ଶ୍ରୀ ବିଷ୍ଣୁ ପ୍ରସାଦେ କରେ ଷଡ଼ରିପୁ ଜୟ ପରମ ବୈଷ୍ଣବ ସେହି ଶ୍ରୀ ବିଷ୍ଣୁର ପ୍ରିୟ। ସକଳ ଜଗତ ଆପେ ଶରୀରେ ଦେଖଇ ଦ୍ୱିଜ ନାରାୟଣ କଳ୍କି ପାଦ ପଦ୍ମ ଧ୍ୟାଇ। ଇତି ଶ୍ରୀ କଳ୍କି ପୁରାଣେନୁ ଭାଗବତେ ଭବିଷ୍ये ଅନନ୍ତ ବିପ୍ର ମାୟା ନିରସନଂ ନାମ ଦ୍ୱାଦଶ ଅଧ୍ୟାୟ।